ବିଶ୍ୱାବସୁ ଜାତିରେ ଶବର, ବୃତ୍ତିରେ ଯାଯାବର। ଗୋଟେ ଶବର ଦଳର ଦଳପତି। ନା ଅଛି କିଛି ସ୍ଥାୟୀ ଘର, ନା ଅଛି କିଛି ସ୍ଥାୟୀ ପରିଚୟ। ନିଜ ଜୀବନ ଜୀବିକା ନିର୍ବାହ କରିବା ପାଇଁ ତାର ଏହି ଯାଯାବର ଦଳକୁ ଧରି କେତେ ଗ୍ରାମ, ଜଙ୍ଗଲ, ପର୍ବତ ଘୂରି ବୁଲେ। ଶିକାର ମାଧ୍ୟମରେ ବୃତ୍ତିଗତ ଜୀବିକା ନିର୍ବାହ କରିବା ତାଙ୍କର ଧର୍ମ। ନା ଥିଲା ଶିକ୍ଷା, ନା ଥିଲା ସଭ୍ୟତାର ସ୍ପର୍ଶ, ନା ଥିଲା ଶାସ୍ତ୍ର ପୁରାଣ ସହିତ ସମ୍ବନ୍ଧ। କେବଳ ଥିଲା ଅତି ନିର୍ମଳ ହୃଦୟଟିଏ। ନିଜ ସ୍ତ୍ରୀକୁ ଧରି ଦଳପତି ଭାବରେ ଘୂରି ବୁଲୁଥିଲେ। ହଠାତ୍ ଦିନକର କଥା। ସମସ୍ତ କର୍ମ କରି କ୍ଳାନ୍ତ ହୋଇ ଅବସର ନେଉଥିବା ସମୟରେ ଦଳପତିଙ୍କୁ ହଠାତ୍ ସ୍ୱପ୍ନାଦେଶ ହେଲା। ବିଶ୍ୱାବସୁ, ବିଶ୍ୱାବସୁ, ତୁମର ଏବଂ ତୁମ ଦଳର ଯାଯାବର ଜୀବନର ଅନ୍ତ ଘଟିଛି। ତୁମ ପାଇଁ ଅନ୍ୟ କର୍ତ୍ତବ୍ୟ ଅପେକ୍ଷା କରିଅଛି। ସମଗ୍ର ସୃଷ୍ଟିରେ ତୁମେ ହେଉଛ ଏକମାତ୍ର ମାନବ ଯାହା ପାଇଁ ଏହି କର୍ତ୍ତବ୍ୟ ନିର୍ଦ୍ଦିଷ୍ଟ ହୋଇ ରହିଛି। ମୋ କଥା ଶୁଣ ବିଶ୍ୱାବସୁ। ପୂର୍ବ ଆକାଶର ସିନ୍ଦୁରା ଫାଟିବାକୁ ଆଉ ବେଶୀ ଡେରି ନାହିଁ। ତାପରେ ସୂର୍ଯ୍ୟ ଆକାଶରେ ଦେଖାଦେବେ। ତୁମେ ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ତୁମ ଦଳ ସହିତ ଚାଲିବା ଆରମ୍ଭ କର। ଦେଖିବ ଯେଉଁ ଦୃଶ୍ୟ ତୁମେ ବର୍ତ୍ତମାନ ସ୍ୱପ୍ନରେ ଦେଖୁଛ ସେହିଭଳି ଦୃଶ୍ୟ ଦେଖିବାକୁ ପାଇବ। ତୁମେ ସେଇଠି ପହଞ୍ଚ ବିଶ୍ୱାବସୁ ଏବଂ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କର। ଏହାପରେ ବିଶ୍ୱାବସୁ ତାଙ୍କ ଦଳର ସଦସ୍ୟଙ୍କୁ ଅବଗତ କରାଇ ନିର୍ଦ୍ଦେଶ କ୍ରମେ ଆଗେଇ ଚାଲିଲେ। ଶୂନ୍ୟରେ ଦୃଶ୍ୟମାନ ହେଉଥିବା ସ୍ଥାନ ସମ୍ମୁଖରେ ବିଶ୍ୱାବସୁ ସାୟନ୍ତନ ପୂର୍ବରୁ ପହଞ୍ଚିଲେ ଏବଂ ସେହି ସ୍ଥାନକୁ ଦେଖି ଆଶ୍ଚର୍ଯ୍ୟ ହେଲେ। ଅବିକଳ ସେହି ସ୍ଥାନ ଯାହା ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଏବଂ ଦ୍ୱିତୀୟ ନିର୍ଦ୍ଦେଶକୁ ଅପେକ୍ଷା କଲେ। ପୁଣି ସେହିଦିନ ରାତିରେ ତାଙ୍କୁ ସ୍ୱପ୍ନାଦେଶ ହେଲା। ବିଶ୍ୱାବସୁ, ବିଶ୍ୱାବସୁ, ମୋ କଥା ମାନି ତୁମେ ଠିକ୍ ଜାଗାରେ ପହଞ୍ଚି ଯାଇଛ। ବର୍ତ୍ତମାନ ଠାରୁ ତୁମର ଏବଂ ତୁମ ଦଳର ଯାଯାବର ଜୀବନ ଶେଷ ହେଲା। ଏହି ମୁକ୍ତ ପ୍ରାଙ୍ଗଣରେ ତୁମେ ତୁମର ବସତି ସ୍ଥାପନ କରିବ। କାଳକ୍ରମେ ଏହା ଶବର ରାଜ୍ୟରେ ପରିଣତ ହେବ। ଏହି ପାହାଡ଼, ଅରଣ୍ୟ, ନଦୀ ତୁମକୁ ବଞ୍ଚିବାର ସାମର୍ଥ୍ୟ ଯୋଗାଇ ଦେବ। ତୁମର ଲୋକମାନେ କୃଷିକର୍ମ କରି ବଞ୍ଚିବେ। ଏହା ମୋର ନିର୍ଦ୍ଦେଶ। ଦ୍ୱିତୀୟ ସ୍ୱପ୍ନାଦେଶ ଅନୁଯାୟୀ ବିଶ୍ୱାବସୁଙ୍କ ନିର୍ଦ୍ଦେଶରେ ଗଢ଼ି ଉଠିବାକୁ ଲାଗିଲା ଶବରପଲ୍ଲୀ, ରାଜଉଆସ, ରାଜପ୍ରାଙ୍ଗଣ। ଶବରମାନଙ୍କ ସମ୍ମତିରେ ବିଶ୍ୱାବସୁ ହେଲେ ଶବର ରାଜା ଏବଂ ପଦ୍ମାବତୀ ହେଲେ ରାଣୀ। ଗଢ଼ି ଉଠିବାକୁ ଲାଗିଲା ନୂତନ ନୀତି ନିୟମ। ଯେଉଁମାନେ ଦିନେ ଯାଯାବର ଭଳି ଜୀବନଯାପନ କରୁଥିଲେ ସେମାନେ ତିଆରି କରିବାକୁ ଲାଗିଲେ ଏକ ନୂତନ ସଭ୍ୟତା। ଇତି ସମୟ ଅନ୍ତରାଳ ମଧ୍ୟରେ ରାଣୀ ପଦ୍ମାବତୀଙ୍କ ଗର୍ଭରୁ ଜନ୍ମ ନିଏ ରାଜକନ୍ୟା ଲଳିତା। ରାଜକାର୍ଯ୍ୟରୁ ଟିକେ ଅବସର ମିଳିବା ମାତ୍ରେ ବିଶ୍ୱାବସୁ ସ୍ୱପ୍ନାଦେଶ ଅନୁଯାୟୀ ପର୍ବତକୁ ସବୁବେଳେ ଚାହିଁ ବସନ୍ତି। ହଠାତ୍ ଦିନକର କଥା। ରାଜା ଦିନେ ଶିକାର କରିବା ପାଇଁ ନୀଳଗିରି ଜଙ୍ଗଲକୁ ଚାଲିଲେ। ଏହି ସମୟ ମଧ୍ୟରେ ସନ୍ଧ୍ୟା ଆସି ଅତିକ୍ରାନ୍ତ ହେଲାଣି, କିନ୍ତୁ ରାଜାଙ୍କୁ ଏହା ଗୋଚର ନଥାଏ। ହଠାତ୍ ରାଜା କ୍ଳାନ୍ତ ହୋଇ ନୀଳଗିରି ପାହାଡ଼ରେ ବିଶ୍ରାମ ନେଉ ନେଉ ତାଙ୍କ ଆଖି ଲାଗିଯାଏ। ଆଖି ଖୋଲିଲା ବେଳକୁ ରାତି ଯାଇ କେତେ ହେଲାଣି। ହଠାତ୍ ସେହି ସମୟରେ ନୀଳଗିରି ଗୁମ୍ଫା ମଧ୍ୟରୁ ଏକ ବିଚ୍ଛୁରିତ ଆଲୋକ ଦୃଶ୍ୟମାନ ହୁଏ। ଏହି ଆଲୋକକୁ ଅନୁସରଣ କରି ରାଜା ଗୁମ୍ଫା ମଧ୍ୟକୁ ପ୍ରବେଶ କଲେ। ସେଠାରେ ସେ ଯାହା ଦେଖିଲେ ତା ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ। ସେହି ସମୟ ମଧ୍ୟରେ ସେ କଥା କୁହା ଠାକୁର ନୀଳମାଧବଙ୍କୁ ନୀଳକନ୍ଦରରେ ଦେଖିବାକୁ ପାଇଲେ।